ଶ୍ରୀ ଗୁରୁ ବ୍ରହ୍ମ ମହିମା ଅଲେଖ। ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆଜି ଗୋଟିଏ ବିଷୟ ଆଲୋଚନାକୁ ଆଣିବା, ଯେଉଁ ବିଷୟଟିକୁ ବ୍ରହ୍ମ ଅବଧୂତ ବୈଷ୍ଣବ ଚରଣ ବାବା ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି। ତାହା ହେଲା ମୂର୍ଖକୁ ବୁଝାଇବା କେତେ। ପ୍ରଥମେ ଆମେ ଜାଣିବା ମୂର୍ଖ କିଏ। ବାବା ଏଇଠାରେ କାହାକୁ ମୂର୍ଖ ବୋଲି ବର୍ଣ୍ଣନା କରିଛନ୍ତି, ବିଚାର କରନ୍ତୁ। ତେବେ ମୂର୍ଖ କିଏ ଆଉ ପଣ୍ଡିତ କିଏ? କିନ୍ତୁ କଥାଟା ଅଛି, ପ୍ରାୟ ସମସ୍ତେ କହିଥାନ୍ତି ଯେ ମୂର୍ଖକୁ ବୁଝାଇବ କେତେ। ମୂର୍ଖକୁ ଯେତେ ବୁଝାଇଲେ ସେ ବୁଝିବନି। ଯଦି ଆପଣ ଗୋଟେ ଜଙ୍ଗଲର ଶୁଷ୍କ କାଷ୍ଠ ଆଣି ପଥରକୁ ପାଣିରେ ଦିନ ରାତି ଅହରହ ସିଝେଇବ, ଏ ପଥର ମଧ୍ୟ ସିଝିବ ନାହିଁ। ଆମେ ଯଦି ଆମର ନିଜ ଆଡ଼କୁ କଥାଟା ନେବା, ତେବେ ମୂର୍ଖ କିଏ ଆଉ ପଣ୍ଡିତ କିଏ ଆମେ ଜାଣିପାରିବା। ଏହି ଶଙ୍କା କେବଳ ଆମର ମନ ମଧ୍ୟରେ ଘାଣ୍ଟି ଚକଟି ହେବ। ଏଥିରୁ ଅନୁମାନ କଲେ ଆମେ ବୁଝିପାରିବା ଯେ ଆମର ଅବୁଝା ମନ, ଆମର ଅବୁଝା ମନ ହିଁ ଆମ ପାଇଁ ମୂର୍ଖ। ମନ ଯଦି ବୁଝିଗଲା, ତେବେ କେହି ହେଲେ ନିଜକୁ ମୂର୍ଖ ବୋଲି ଭାବନ୍ତି ନାହିଁ। ମନ ବୁଝିଗଲେ ସେ ପଣ୍ଡିତ ହେଇଗଲା। ମାତ୍ର ନିଜର ଆଡ଼କୁ ନ ନେଇ ଅନ୍ୟ ଆଡ଼କୁ ଗଲେ କେହି କେବେ ହେଲେ ନିଜକୁ ମୂର୍ଖ ବୋଲି ଭାବନ୍ତି ବି ନାହିଁ। ସର୍ବଦା ଯଦି ତମେ ଅନ୍ୟର ଦୋଷ ଦେଖିବ, ଅନ୍ୟର ଦୁର୍ଗୁଣକୁ ଦେଖିବ, ଅନ୍ୟର ଦୁର୍ଗୁଣକୁ ବାହାରେ ପ୍ରକାଶ କରିବ, ବିଭିନ୍ନ ସ୍ଥାନରେ ବସି ସେ ବିଷୟରେ ଆଲୋଚନା କରିବ, ତେବେ ତମେ ପଣ୍ଡିତ ନୁହେଁ, ତମେ ହେଉଛ ମୂର୍ଖ। କାହିଁକିନା ନିଜ ମନ ସର୍ବଦା ଅନ୍ୟର ଦୁର୍ଗୁଣକୁ ଦେଖିଲା। ଯିଏ ଅନ୍ୟର ଦୁର୍ଗୁଣକୁ ସର୍ବଦା ଦେଖେ, ସେ ସ୍ୱତଃପୃତ ଭାବେ ଦୁର୍ଗୁଣରେ ପଡ଼ିଯାଏ। ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବା ଏହି ସଂସାର ଗୋଳମାଳ ମହା ଅନିଷ୍ଟ ଦିଗକୁ ଯାଉଛି ବୋଲି କହିଛନ୍ତି। ଏ ସବୁ ସତ୍ତ୍ୱେ ଆମର ଏ ଲେଖା କେବଳ ଯିଏ ହେଉ, ମୁଁ କିମ୍ବା ଅନ୍ୟ କେହି ହେଉ, ସୃଷ୍ଟିକର୍ତ୍ତା ପରମ ବ୍ରହ୍ମ ପରମାତ୍ମାକୁ କାୟ ମନୋବାକ୍ୟରେ ଭଜିଲା ନାହିଁ, ବେଦ ବେଦାନ୍ତ ଶାସ୍ତ୍ର ପୁରାଣରୁ ବ୍ରହ୍ମଜ୍ଞାନ ଲାଭ କଲା ନାହିଁ, ଆପଣାର କର୍ତ୍ତବ୍ୟରେ ସର୍ବଦା ତ୍ରୁଟି କରି ଅନୀତି ଓ ଅଧର୍ମରେ ରହି ଚୋରି ଦାରି ହତ୍ୟା ମିଥ୍ୟା କାର୍ଯ୍ୟରେ ରତ ହେଲା, ସାଧୁ ସୁଜନ ଗୋଷ୍ଠୀରେ ବସିଲା ନାହିଁ, ସେ କାହାରି କେବେ କଲ୍ୟାଣ ସାଧନ କଲା ନାହିଁ, କେବଳ ମଦ ମାଂସ ଖାଇ ଜୀବନ କଟାଇଲା, କିଛି ହେଲେ ମାନିଲା ନାହିଁ, ସେହି ବିବେକ ବିହୀନ ଅବିଦ୍ୟାପୂର୍ଣ୍ଣ ଜୀବନଟି ମାନବ ଜନ୍ମରେ ମୂର୍ଖ ବୋଲି ଅଭିହିତ। ତେଣୁ ବାବା ମହୋଦୟ କହିଛନ୍ତି ଯେ ମୂର୍ଖକୁ ବୁଝାଇବ କେତେ। ପ୍ରାତଃ ସ୍ମରଣୀୟ ପୂଜ୍ୟପାଦ ବ୍ରହ୍ମଲୀନ ବ୍ରହ୍ମାବଧୂତ ବୈଷ୍ଣବ ଚରଣ ବାବା ମହୋଦୟ ମହିମା ଧର୍ମ ସମାଜର ପଶ୍ଚିମାଞ୍ଚଳର ସଭାପତି ଓ ଉପଦେଷ୍ଟା ରୂପେ ଗୌରବର ଅଧିକାରୀ ହୋଇପାରିଥିଲେ। ସେ ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ମହିମା ଧର୍ମର
ଅଦ୍ୱିତୀୟ ଶାସ୍ତ୍ରଜ୍ଞ, ସିଦ୍ଧାନ୍ତାଚାର୍ଯ୍ୟ, ବିଚକ୍ଷଣ ପଣ୍ଡିତ, ଅକ୍ଳାନ୍ତ ସାହିତ୍ୟ ସାଧକ ଭାବେ ସମ୍ମାନିତ ଥିଲେ। ଗ୍ରାମେ ଗ୍ରାମେ ପୁରେ ପୁରେ ପୂଜ୍ୟ ବାବା ମହୋଦୟ ମହିମା ଧର୍ମର ସଦୁପଦେଶ ବାଣୀ ପ୍ରଚାର ପ୍ରସାର କରିବା ପାଇଁ ଆପ୍ରାଣ ଚେଷ୍ଟା କରି ଗୁରୁ ଆଜ୍ଞା ନିୟମ ନିଷ୍ଠା ପାଳନରେ ଏକ ଅନୁକରଣୀୟ ଆଦର୍ଶ ରଖିଯାଇଛନ୍ତି। ଏଣୁ ସମ୍ପୂର୍ଣ୍ଣ ପଶ୍ଚିମାଞ୍ଚଳରେ ତାଙ୍କର ଅକ୍ଷୟ କୀର୍ତ୍ତି ପ୍ରତ୍ୟେକ ହୃଦୟ ତନ୍ତ୍ରୀରେ ଅଦ୍ୟାବଧି ନିନାଦିତ। ବାବା ମହୋଦୟ ପଶ୍ଚିମାଞ୍ଚଳ ମହିମା ସମାଜ ଲତାଶ୍ରମର ସଭାପତି ଓ ଉପଦେଷ୍ଟା ଭାବରେ ସମାଜରେ ଶୀର୍ଷ ସ୍ଥାନୀୟ ହୋଇପାରିଥିଲେ। ମହିମା ଧର୍ମ ସାହିତ୍ୟରେ ବିକାଶ ଓ ଉନ୍ନତି ଦିଗରେ ପୂଜ୍ୟପାଦ ପ୍ରାତଃସ୍ମରଣୀୟ ବୈଷ୍ଣବ ଚରଣ ବାବା ମହୋଦୟଙ୍କ ଯୋଗଦାନ ସ୍ୱର୍ଣ୍ଣାକ୍ଷରରେ ଉଲ୍ଲେଖନୀୟ। ବାବା ମହୋଦୟ 60ରୁ ଉର୍ଦ୍ଧ୍ୱ କୃତିତ୍ୱ ସନ୍ଧାନ ମିଳିଛି। ତନ୍ମଧ୍ୟରୁ ମହିମାଗାଦି ସମାଚାର, ସତ୍ୟ ମହିମା ଧର୍ମ ପ୍ରତିବୋଧ, ସତ୍ୟ ମହିମା ଧର୍ମ କୀର୍ତ୍ତିକଳ୍ପ ବା ମହାମହିମା ପୁରାଣ 7 ଖଣ୍ଡ, ଭୀମ ଭୋଇ କିଏ ଓ କଣ ଓ କାହିଁକି, ଉଦୟାସ୍ତ ଦର୍ଶନ, ମହତ୍ୱପୂର୍ଣ୍ଣ ପ୍ରକାଶିତ କୃତି। ବାବା ମହୋଦୟଙ୍କ ଅନ୍ୟ ମହତ୍ୱପୂର୍ଣ୍ଣ କୃତିମାନ ଅପ୍ରକାଶିତ ଭାବେ ରହିଯାଇଛି। ମହାପ୍ରଭୁଙ୍କ କୃପାରୁ ବାବା ମହୋଦୟଙ୍କ ଅପ୍ରକାଶିତ କୃତିମାନଙ୍କ ପ୍ରକାଶ ଦାତା ଭକ୍ତଙ୍କ ଉତ୍ସାହ ସହଯୋଗ କ୍ରମେ ଉଦ୍ୟମ ଚାଲିଛି। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ମନକୁ ନିଜେ ବୁଝାଇବା ଦରକାର। ସତ୍ ପଥରେ ଚାଲିବା ଉଚିତ। ବାବା ମହୋଦୟ ଗୃହସ୍ଥ ଗୀତାରେ କହିଛନ୍ତି, ଆତିଥ୍ୟ ସିନା ଗୃହର ବୈଭବ ଅଟଇ, ପ୍ରେମ ସିନା ଗୃହର ପ୍ରତିଷ୍ଠା ଅଟେ ଭାଇ। ଆତିଥ୍ୟ ବା ଅତିଥି ସେବା ତାହା ହେଉଛି ଗୃହର ବୈଭବ ବା ଧନ ସମ୍ପତ୍ତି। ଗୃହ ମଧ୍ୟରେ ଯଦି ପ୍ରେମ ନାହିଁ, କାହାରି ସହିତ କାହାରି ସମ୍ପର୍କ ଭଲ ନାହିଁ, ତେବେ ସେ ଗୃହ ନୁହେଁ। ଯଦି ସମ୍ପର୍କ ମଧୁର ରହିଛି, ତେବେ ସେ ହେଲା ଗୃହର ପ୍ରତିଷ୍ଠା। ବ୍ୟବସ୍ଥାକୁ ସିନା ଗୃହ ଶୋଭା ବୋଲି କହି, ସମାଧାନ ସିନା ଗୃହର ସୁଖ ଅଟଇ। ଗୃହ ମଧ୍ୟରେ 5 ଜଣ ରହିଲେ ନିଶ୍ଚିନ୍ତ କାହାର ନା କାହାର ମନ ଅମେଳ ହୋଇପାରେ, କିନ୍ତୁ ଏହାକୁ ଅତି ଚତୁରତାର ସହିତ ସେହି ଗୃହରେ ସମାଧାନ କରିଦେବା ଉଚିତ। କଦାପି ସେ ବାହାରକୁ ସେ ବିଷୟ ନ ଯାଉ। ଋଣ ହେଲା ଭଳି ଖର୍ଚ୍ଚ କେବେ କରିବ ନାହିଁ। ପାପ ହେଲା ଭଳି କେବେ ଅର୍ଜନ କରିବ ନାହିଁ। କାହାରି ଠାରୁ ଠକିକି କିଛି ଆଣିବ ନାହିଁ। ଠକ ଧନ ବେଶୀ ଦିନ ନୁହେଁ, ତାହା ଅଳ୍ପ ଦିନରେ ମୂଳଧନ ସହିତ ଆଉ କିଛି ସାଙ୍ଗରେ ନେଇଯିବ। କାହାରିକୁ କ୍ଲେଶ ହେବା ଭଳି ବାଣୀ ମୁଖରେ କହିବ ନାହିଁ। ଅନ୍ୟ ଲୋକର ଦୁଃଖ ହେଉଥିବା କଥା ବା ଆପଣ ଏପରି କଥା କୁହନ୍ତୁ ଯେପରି ଅନ୍ୟ କାହାରି ମନରେ ଦୁଃଖ ନ ଆସୁ, ସେପରି କଥା କେବେ କହିବ ନାହିଁ। ଚିନ୍ତା ହେବ ଏଭଳି ଜୀବନ ନ ଜୀବ। ସବୁବେଳେ ଚିନ୍ତା କରିବ ଯେ ଏଭଳି ଜୀବନ, ଅନ୍ୟର ଅନିଷ୍ଟ କରିବା ଜୀବନ କେବେ ମୋର ରହିବା ଦରକାର ନାହିଁ। ରୋଗ ହେବା ଭଳି ଖାଦ୍ୟ ନ କର ଗ୍ରହଣ। ଯେଉଁ ଖାଦ୍ୟରେ ରୋଗ ହେଉଛି ସେ ଖାଦ୍ୟକୁ ଗ୍ରହଣ କର ନାହିଁ। ଓଡ଼ିଆ ଘରର
ପଖାଳ ଶାଗ ପଖାଳ ନିରୋଗ ଖାଦ୍ୟ। ସର୍ବଦା ପଖାଳ ଭାତକୁ ଖାଇବାକୁ ଚେଷ୍ଟା କରନ୍ତୁ। ବାହାର ଜିନିଷ ଏବେ ପ୍ୟାକେଟ ଜିନିଷ ବହୁତ ମିଳୁଛି। ଘରେ ରୋଷେଇ ନକରି ପ୍ୟାକେଟ ଜିନିଷ ଆଣି ଖାଇ ଦେଉଛନ୍ତି। ଗୋଟିଏ ପିଲା ସ୍କୁଲକୁ ଯିବ, ତାକୁ ଘରୁ ତାର ଟିଫିନ ବ୍ୟାଗରେ କିଛି ପ୍ୟାକେଟ ଜିନିଷ କିଣି ଦେଇ ଦେଉଛନ୍ତି, ପିଲାଟି ସ୍କୁଲରେ ଖାଇବ। କିନ୍ତୁ ସେହି ପ୍ୟାକେଟ ଜିନିଷରେ ଅତ୍ୟଧିକ ଲୁଣ ଓ ରାସାୟନିକ ଜିନିଷ ଥିବାରୁ ତାହା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ। ସେହି ପିଲାଟିର ମନ ସର୍ବଦା ଉତ୍ତେଜିତ ରହିବ। ସେହି ପ୍ୟାକେଟ ଖାଦ୍ୟରେ ରାଗ ମଧ୍ୟ ଅଛି। ସେହି ରାଗ ଜିନିଷ ଖାଇଲେ ପେଟର ବିଭିନ୍ନ ଯନ୍ତ୍ରପାତି ନଷ୍ଟ କରିଦେବ। ଅଲସର ହୋଇପାରେ, ପେଟରେ କ୍ୟାନ୍ସର ହୋଇପାରେ, ହୃଦଘାତ ହୋଇପାରେ। ଆଜିକାଲି ଦେଖନ୍ତୁ ହୃଦଘାତ ପ୍ରାୟ 70-80 ଲୋକଙ୍କୁ ହେଉଛି। ଏହା କେବଳ ପ୍ୟାକେଟ ଖାଦ୍ୟ ଓ ବାହାର ବଜାର ଜିନିଷ ଖାଇବା ଦ୍ୱାରା। ହୋଟେଲ ମାନଙ୍କରେ ଖାଆନ୍ତୁ ନାହିଁ। ହୋଟେଲ ମାନଙ୍କରେ ଅତ୍ୟଧିକ ତେଲ ମସଲା ଓ ଉତ୍ତେଜକ ମସଲା ପକାଯାଇ ତିଆରି କରାଯାଉଛି, ଯାହାକି ସୁନ୍ଦର ବାସନା ହେବ, ପାଟିକୁ ସ୍ୱାଦ ଲାଗିବ, କିନ୍ତୁ ତାହା ଖାଇବା ଦ୍ୱାରା ଶରୀର ଧୀରେ ଧୀରେ ରୋଗଗ୍ରସ୍ତ ହେବ। ଆପଣ ନିଶ୍ଚିନ୍ତ ରୋଗରେ ପଡ଼ିବେ। ଆପଣ ଏବେ ଦେଖନ୍ତୁ, ହଠାତ୍ କୌଣସି ବ୍ୟକ୍ତି ଭଲରେ ଥିବ, ହୃଦଘାତ ହେଇଯିବ, ତାର ମୃତ୍ୟୁ ହୋଇଯିବ। ଏହା କେବଳ ଏଇ ବାହାର ଖାଦ୍ୟ ଖାଇବାର ଦୋଷ। ଆମେ ସର୍ବଦା ଦେଶାଚାର, କାଳାଚାର, ଲୋକାଚାର, ବୈଦିକ କର୍ମକାଣ୍ଡ ମତ ଓ ଆଚାର ଅର୍ଥାତ୍ କାମ୍ୟ କର୍ମ ଯେତେ ଅଛି ତାହାକୁ ଆମେ ମାନିବା। ତାହା ମଧ୍ୟରୁ ସାର ଅଂଶ ବାହାର କରି ତାହାକୁ ଆମେ ପାଳନ କରିବା। ସର୍ବଦା ଚିନ୍ତା କରନ୍ତୁ ଯେ ଆପଣ ସଂସାରର ସବୁଠାରୁ ମହାନ ପୁରୁଷ, କିନ୍ତୁ ଗୋଟିଏ ଦୁର୍ଗୁଣ ଆପଣଙ୍କୁ ମହାନ ପୁରୁଷରୁ ତଳକୁ ବା ରସାତଳ କରିଦେବ। ତାହା ହେଲା ସଦ୍ଗୁଣକୁ ବ୍ୟବହାରରେ ନ ଆଣିବା। ଆପଣ ଚାହିଁଲେ ଭଲ କାମ କରିବେ, ଚାହିଁଲେ ବି ଖରାପ କାମ କରିବେ। କିଏ ଚାହିଁବ ନା ଆପଣଙ୍କର ମନ ଚାହିଁବ। ମନକୁ ନିଜ ଆୟତ୍ତରେ ରଖନ୍ତୁ। ମନ ସର୍ବଦା ଚଳଚଞ୍ଚଳ ଓ ପବନ ଠାରୁ ଆହୁରି କ୍ଷିପ୍ରଗତି। ଜୀବନରେ 2 ଜଣ ବ୍ୟକ୍ତି ସର୍ବଦା ଅସଫଳ ହୁଅନ୍ତି। ପ୍ରଥମ ବ୍ୟକ୍ତି ଯିଏ ବିଚାର ତ କରେ କିନ୍ତୁ ଶ୍ରମ କରେ ନାହିଁ, ପରିଶ୍ରମ କରେ ନାହିଁ, ସର୍ବଦା ଅଳସୁଆ ଥାଏ। ସେ ଜୀବନରେ ସେ ବ୍ୟକ୍ତି ସର୍ବଦା ଅସଫଳ ହୁଅନ୍ତି। ଦ୍ୱିତୀୟ ବ୍ୟକ୍ତି ଯିଏ ଶ୍ରମ କରେ କିନ୍ତୁ ବିଚାର କରେ ନାହିଁ, ପରିଶ୍ରମ କରୁଥିବ, କର୍ମ କରିଯାଉଥିବ, କିନ୍ତୁ କେଉଁ କର୍ମଟା ଭଲ କେଉଁ କର୍ମଟା ମନ୍ଦ ତାହା ସେ ବିଚାର କରିପାରନ୍ତି ନାହିଁ। ସେହି ବ୍ୟକ୍ତି ମଧ୍ୟ ଅସଫଳ ହୁଅନ୍ତି। କର୍ମ କରୁଥିବା ବ୍ୟକ୍ତି ଅସଫଳ, କର୍ମ ନ କରୁଥିବା ବ୍ୟକ୍ତି ମଧ୍ୟ ଅସଫଳ। ବଡ଼ଙ୍କୁ ସମ୍ମାନ ଦିଅ, କିନ୍ତୁ ତାଙ୍କର ଅନୁଚିତ ଆଦେଶକୁ ଅସ୍ୱୀକାର ମଧ୍ୟ କର। ଜଣେ ପୁରୁଷ ତାର ଜୀବନଟି 4 ଅବସ୍ଥା ଦେଇ ଗତି କରେ। ପ୍ରଥମ ଅବସ୍ଥାଟି ହେଲା ଶିଶୁ ଅବସ୍ଥା ସମୟରେ ସର୍ବଦା ସେ ମା ଉପରେ ନିର୍ଭର କଲା ବା ଅନ୍ୟ ଉପରେ ନିର୍ଭର କଲା। ତାପରେ ଆସିଲା ବାଲ୍ୟ ଅବସ୍ଥା।
ବାଲ୍ୟ ଅବସ୍ଥା ମଧ୍ୟ ତାହା ହିଁ ହେଲା, ଗୁରୁ ଉପରେ ନିର୍ଭର କଲା, ଗୁରୁଜନ ଉପରେ ନିର୍ଭର କଲା। ସେ ସମୟରେ ମଧ୍ୟ ସେ ସ୍ୱାଧୀନ ନୁହେଁ। ତାପରେ ଆସିଲା ଯୁବ ଅବସ୍ଥା। ଯୁବ ଅବସ୍ଥା ନିଜକୁ ସ୍ୱାଧୀନ ଭାବିଲା, କିନ୍ତୁ ସ୍ୱାଧୀନ ନୁହେଁ। କାରଣ ଜଣେ ନାରୀ ବିନା ତାର ଯୁବା ଅବସ୍ଥା ବେକାର। ସେ ସମୟରେ ସେ ବିବାହ କରିବ, ସଂସାର କରିବ, ତାର ପଛରେ ଜଣେ ନାରୀ ମଧ୍ୟ ରହିଲା। ପ୍ରଥମ ଅବସ୍ଥା ଶିଶୁ ଅବସ୍ଥାରେ ମା ଜଣେ ନାରୀ, ତାପର ଅବସ୍ଥାରେ ମଧ୍ୟ ସେଇ ନାରୀ, ତୃତୀୟ ଅବସ୍ଥାରେ ଯୁବ ଅବସ୍ଥାରେ ମଧ୍ୟ ଜଣେ ନାରୀ, ଚତୁର୍ଥ ଅବସ୍ଥା ଯେତେବେଳେ ବୃଦ୍ଧ ହେଇଗଲା ସେତେବେଳେ ମଧ୍ୟ ସେ କାହାରି ଠାରୁ କିଛି ସାନ୍ତ୍ୱନା ପାଇପାରିଲା ନାହିଁ। ଜୀବନ ସାରା ଏତେ କଷ୍ଟ କଲା, ଏତେ ପରିଶ୍ରମ କଲା, ଯେଉଁମାନଙ୍କ ସକାଶେ ରକ୍ତକୁ ପାଣି କରି ପରିଶ୍ରମ କରି ଧନ ରୋଜଗାର କଲା, ଯେଉଁମାନଙ୍କୁ ମଣିଷ କରିବା ସକାଶେ ନିଜେ ନ ଖାଇ ସେମାନଙ୍କୁ ଖାଇବାକୁ ଦେଲା, ଶେଷ ସମୟରେ ସେମାନେ ମଧ୍ୟ ପଚାରିଲେ ନାହିଁ। ହେଲେ ମନୁଷ୍ୟ ଜୀବନରେ ସୁଖ କୋଉଠି ରହିଲା? ନମ୍ରତା ତ ବିନା ମୂଲ୍ୟରେ ମିଳେ, ମାତ୍ର ତା ଦ୍ୱାରା ସବୁ କିଛି କ୍ରୟ କରାଯାଇପାରେ ନାହିଁ। ଦୁନିଆରେ ନିନ୍ଦା ସ୍ତୁତିରେ ପରବାହ କର ନାହିଁ। କିଏ କଣ କହୁଛି, କିଏ ଆପଣଙ୍କୁ ନିନ୍ଦା କରୁଛି, ସେ କଥାକୁ ପରବାହ କର ନାହିଁ। ଆପଣ ସର୍ବଦା ପରମ ବ୍ରହ୍ମ ପରମେଶ୍ୱରଙ୍କ ଧ୍ୟାନରେ ରୁହ। ସର୍ବଦା ସତ୍ୟ ବାକ୍ୟ ପ୍ରକାଶ କର। ଗୁରୁ ଗୁରୁଜନ ମାନଙ୍କର ସେବା କର। ସେଇ ଆପଣଙ୍କୁ ବୃଦ୍ଧା ଅବସ୍ଥାରେ ସାହାଯ୍ୟ କରିବ। ବୃଦ୍ଧ ଅବସ୍ଥାରେ ଆପଣଙ୍କୁ ଆପଣଙ୍କର କରିଥିବା କର୍ମ ହିଁ ସାହାଯ୍ୟ କରିବ। ଯୁବକ ଅବସ୍ଥାରେ ଆପଣ ଅହଙ୍କାରରେ ଯେତେ ଗୁଡ଼ିଏ କର୍ମ କରି ଯାଇଥିବେ, ଭଲ ମନ୍ଦ କଣ ଜାଣିପାରି ନଥିବେ, ଯାହା କରୁଥିବେ ତାହା ମନକୁ ଭଲ ଆସୁଥିବ, କିନ୍ତୁ ସେ କର୍ମଟି ହେଉଛି ପାପ କର୍ମ। ଆପଣ ଜାଣିବେ କିପରି କେଉଁ କର୍ମଟି ପାପ, କେଉଁ କର୍ମଟି ଧର୍ମ ବା କେଉଁ କର୍ମଟି ପୁଣ୍ୟ? ତାହା ଗୁରୁ ବିନା ଆପଣ ଜାଣିପାରିବେ ନାହିଁ। ତେଣୁ ଆପଣ ସୁଚିନ୍ତିତ ଭାବେ ମନକୁ ସ୍ଥିର କରି ପରମ ବ୍ରହ୍ମଙ୍କର ଆଶ୍ରିତ ହେବା ସକାଶେ ଗୁରୁଙ୍କର ସାନ୍ନିଧ୍ୟ ଲାଭ କର। ଗୁରୁଙ୍କୁ କେବେ ନର ବୋଲି ଭାବିବ ନାହିଁ। ଗୁରୁ ହିଁ ସାକ୍ଷାତ ଈଶ୍ୱର। ନିଜ ମନକୁ ସର୍ବଦା ବୁଝେଇ ଦିଅ, ଗୁରୁକୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଆଜି ଏଇଠାରେ ରହିଲି, ତାର ପରବର୍ତ୍ତୀ ବିଷୟ ପୁଣି ଆଲୋଚନାକୁ ଆଣିବା। ଶ୍ରୀ ଗୁରୁ ବ୍ରହ୍ମ ମହିମା ଆଲେଖ ଶରଣ। ଶ୍ରୀ ଗୁରୁ ବ୍ରହ୍ମ ମହିମା ଆଲେଖ ଶରଣ। ଶ୍ରୀ ଗୁରୁ ବ୍ରହ୍ମ ମହିମା ଆଲେଖ ଶରଣ।